ଆଜିର ପ୍ରସଙ୍ଗ ଆଦିବାଣୀ ଆପ୍ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଆଦିବାଣୀ ଆପ୍ ଆଜିଠାରୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇଛି। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଦିବାସୀ ଭାଷାର ଅନୁବାଦକ ଭାବେ ଏହି ଆପ୍କୁ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ମାଧ୍ୟମରେ 6ଟି ଆଦିବାସୀ ଭାଷାକୁ ହିନ୍ଦୀ କିମ୍ବା ଇଂରାଜୀରେ ଅନୁବାଦ କରାଯାଇପାରିବ। ସେହି ଭାଷାଗୁଡ଼ିକ ହେଉଛି ଭିଲି, ମୁଣ୍ଡାରୀ, ଗୋଣ୍ଡି, ସାନ୍ତାଳୀ, କୁଇ ଏବଂ ଗାରୋ। ପ୍ରତ୍ୟେକ ଭାଷା ଆଧାରରେ ବିଶେଷଜ୍ଞଙ୍କ ସହାୟତାରେ ଡାଟାବେସ୍ ପ୍ରସ୍ତୁତ କରାଯାଇଛି। ଏଥିରେ 6ଟି ଭାଷାର 1 ଲକ୍ଷ ଲେଖାଏଁ ବାକ୍ୟକୁ ସ୍ଥାନିତ କରାଯାଇଛି। ଆଦିବାସୀ ଗବେଷଣା ପ୍ରତିଷ୍ଠାନ IIT ଦିଲ୍ଲୀ, ବିଟ୍ସ ପିଲାନୀ, ହାଇଦ୍ରାବାଦ ଓ ନ୍ୟୁ ରାୟପୁର ସ୍ଥିତ IIITର ବିଶେଷଜ୍ଞଙ୍କ ସହାୟତାରେ ଏହି ଆପ୍କୁ ପ୍ରସ୍ତୁତ କରାଯାଇଛି। ଆପ୍ରେ ବ୍ୟବହୃତ 6ଟି ଭାଷା ମଧ୍ୟରୁ ଭିଲି ସବୁଠାରୁ ଅଧିକ ବ୍ୟବହୃତ ଆଦିବାସୀ ଭାଷା ଭାବେ ଜଣାପଡ଼ିଛି। ରାଜ୍ୟର ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ସାନ୍ତାଳୀ, କୁଇ ଏବଂ ମୁଣ୍ଡାରୀ ଭାଷାକୁ ଅଧିକ ବ୍ୟବହାର କରାଯାଇଥାଏ। ଆପ୍ର କାର୍ଯ୍ୟକାରିତା ସମ୍ପର୍କରେ ପ୍ରତିକ୍ରିୟା ପ୍ରଦାନ କରିବାର ମଧ୍ୟ ବ୍ୟବସ୍ଥା ଏଥିରେ ରହିଛି। ଆଦି କର୍ମଯୋଗୀ ଅଭିଯାନର ଏକ ଅଂଶବିଶେଷ ଭାବେ ଆଦିବାଣୀ ଆପ୍କୁ କାର୍ଯ୍ୟକାରୀ କରାଯାଉଛି। ବିଶ୍ୱର ସର୍ବବୃହତ୍ ତୃଣମୂଳ ସ୍ତରୀୟ ଜନଜାତି ନେତୃତ୍ୱ କାର୍ଯ୍ୟକ୍ରମ ଭାବରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଆଦି କର୍ମଯୋଗୀ ଅଭିଯାନ ପ୍ରବର୍ତ୍ତନ କରାଯାଇଛି। ଜନଜାତି ସମ୍ପ୍ରଦାୟକୁ ସଶକ୍ତ କରିବା, ଉତ୍ତରଦାୟୀ ଶାସନ ବ୍ୟବସ୍ଥାକୁ ସୁଦୃଢ଼ୀକରଣ ଏବଂ ସ୍ଥାନୀୟ ନେତୃତ୍ୱଙ୍କୁ ଦାୟିତ୍ୱ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି। ସେବା, ସଂକଳ୍ପ ଏବଂ ସମର୍ପଣ ଏହି ତିନୋଟି ଆଧାରରେ ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକାରୀ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ, ସବକା ବିକାଶ, ସବକା ପ୍ରୟାସ ଏବଂ ସବକା ବିଶ୍ୱାସର ଚିନ୍ତାଧାରାକୁ ଏହା ପ୍ରତିଫଳିତ କରୁଛି। ଏହି ଅଭିଯାନ ଅଧୀନରେ 550ଟି ଜିଲ୍ଲା ଏବଂ 30ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ 20 ଲକ୍ଷ ପରିବର୍ତ୍ତିତ ନେତୃତ୍ୱ ନେଟୱାର୍କ ଗଠନ କରାଯିବ। ରାଜ୍ୟ, ଜିଲ୍ଲା ତଥା ବ୍ଲକ ସ୍ତରରେ ମାଷ୍ଟର ତାଲିମ ପ୍ରଦାନକାରୀଙ୍କ ଦକ୍ଷତା ବିକାଶ ପାଇଁ ଗତ ଜୁଲାଇ 10 ତାରିଖରୁ ବହୁ ବିଭାଗୀୟ ପ୍ରଶାସନିକ କର୍ମଶାଳାମାନ ଆୟୋଜନ କରାଯାଇଛି। 1 ଲକ୍ଷରୁ ଅଧିକ ଜନଜାତି ବହୁଳ ଗ୍ରାମକୁ ଏଥିରେ ସାମିଲ କରାଯାଇଛି। ଏହି ଅଭିଯାନ ଅଧୀନରେ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ, PM ଜନମନ ଏବଂ ଜାତୀୟ ରକ୍ତହୀନତା ଦୂରୀକରଣ ମିଶନକୁ ସାମିଲ କରାଯାଇଛି। ଆଦିବାସୀ ଗ୍ରାମଗୁଡ଼ିକ କ୍ଷେତ୍ରରେ ସଶକ୍ତ ଏବଂ ସ୍ୱୟଂଚାଳିତ ବିକାଶର ଇକୋସିଷ୍ଟମ ପ୍ରସ୍ତୁତ କରିବାରେ ଆଦି କର୍ମଯୋଗୀ ଅଭିଯାନ ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ସଡ଼କ ଯୋଗାଯୋଗ, ପକ୍କା ଗୃହ, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ, ବିଦ୍ୟୁତୀକରଣ, ଆୟୁଷ୍ମାନ ଭାରତ ବୀମା ପଞ୍ଜୀକରଣ ଏବଂ ଡିଜିଟାଲ ଅନ୍ତର୍ଭୁକ୍ତି ସମେତ ବହୁ କଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ଏହି ଅଭିଯାନ ଅଧୀନରେ ତୃଣମୂଳ ସ୍ତରରେ ପହଞ୍ଚିବା ନେଇ ସୁନିଶ୍ଚିତ ହୋଇପାରିବ। ରାଜ୍ୟ ଆଦିବାସୀ କଲ୍ୟାଣ ବିଭାଗ ଜିଲ୍ଲା ଏବଂ ରାଜ୍ୟ ବିକାଶ ନେଇ ରୋଡମ୍ୟାପ୍ ପ୍ରସ୍ତୁତ କରିବେ। ପ୍ରତ୍ୟେକ ଆଦିବାସୀ ଗ୍ରାମରେ ଏକକ ବାର୍ତ୍ତାୟନ ପ୍ରତିକ୍ରିୟାଶୀଳ ଶାସନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସୂଚନା ପ୍ରସାରଣ, ଅଭିଯୋଗ ସମାଧାନ ଏବଂ ପ୍ରଶାସନ ସହିତ ଯୋଗସୂତ୍ର ରକ୍ଷା ସମ୍ଭବ ହୋଇପାରିବ। ବିଭାଗୀୟ ଅଧିକାରୀ ସମ୍ପୃକ୍ତ ଗ୍ରାମଗୁଡ଼ିକୁ ସପ୍ତାହକୁ ଅତି କମ୍ରେ ଥରେ ପରିଦର୍ଶନରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତି ସମୀକ୍ଷା କରିବେ। ଆଦି କର୍ମଯୋଗୀ ଅଭିଯାନକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଏକ ବହୁସ୍ତରୀୟ ପ୍ରତିକ୍ରିୟାଶୀଳ ଇକୋସିଷ୍ଟମର ପରିକଳ୍ପନା କରାଯାଇଛି। ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ସଂଶ୍ଳିଷ୍ଟ ଗ୍ରାମଗୁଡ଼ିକରେ ଆଦିବାସୀ ସେବା କେନ୍ଦ୍ର ସ୍ଥାପନ କରାଯିବ। ସ୍ଥାନୀୟ ଆହ୍ୱାନଗୁଡ଼ିକ ସମାଧାନ, ଯୁବବର୍ଗଙ୍କୁ ମାର୍ଗଦର୍ଶନ ତଥା ପ୍ରଶାସନିକ ପଦକ୍ଷେପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ପ୍ରତି 15 ଦିନରେ ଥରେ ସରକାରୀ ଅଧିକାରୀ ଏବଂ ସ୍ଥାନୀୟ ସମ୍ପ୍ରଦାୟର ନେତୃସ୍ଥାନୀୟ ବ୍ୟକ୍ତି 2 ଘଣ୍ଟା ପର୍ଯ୍ୟନ୍ତ ସମୟ ଆଦି ସେବା ପାଇଁ ଉତ୍ସର୍ଗ କରିବେ। ସ୍ଥାନୀୟ ଶିକ୍ଷକ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏବଂ ପେସାଦାର ବ୍ୟକ୍ତିବିଶେଷଙ୍କୁ ମନୋନୀତ କରାଯାଇ ଆଦି ସହଯୋଗୀ ଭାବେ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ବୟସ୍କ ଆଦିବାସୀ ଲୋକ, ଦକ୍ଷ ଯୁବବର୍ଗ ଏବଂ ସ୍ଥାନୀୟ ମୁଖିଆ ଆଦି ସାଥୀ ଭାବେ କାର୍ଯ୍ୟ କରିବେ। ଜନଜାତି ସମ୍ପ୍ରଦାୟଙ୍କୁ ସଶକ୍ତ କରିବା, ସେମାନଙ୍କର ଚିନ୍ତାଧାରାକୁ ଆଞ୍ଚଳିକ ବିକାଶରେ ପ୍ରତିଫଳିତ କରିବା ଏବଂ ଜୀବନଶୈଳୀର ମାନ ଉନ୍ନତି ଦିଗରେ ସରକାରଙ୍କର ପ୍ରତିବଦ୍ଧତାକୁ ଆଦି କର୍ମଯୋଗୀ ଅଭିଯାନ ପ୍ରତିଫଳିତ କରୁଛି।